हैप्पी सरस्वती पूजा हैप्पी सरस्वती पूजा बाहर साइलें हां ଆଉ କ'ଣ ତମ ସ୍କୁଲ ଯିବ ନା हां ଏବେ ରେଡ଼ି ହେଉଛ ଏବେ କୁକୁମା ରେଡ଼ି ହେଉଛନ୍ତି ତାଙ୍କ ସ୍କୁଲକୁ ଯିବେ ସରସ୍ୱତୀ ପୂଜାରେ ଆଜି ତମ ବହି ପ୍ୟାକେଟ୍ ହେଇଯାଇଛି ନା ଦେଖିଆ ଆଣିଲ ବହିଟା ତମ ନାଁ ଲେଖି ଦିଆଯାଇଛି ବହି ନେଇକି ଦେବେ ବାହାରି ସାରିଲେଣି ଅନା ଅନା କୁକୁମା ରେଡ଼ି ତାଙ୍କ ମାମା ବି ରେଡ଼ି କ'ଣ ରେଡ଼ି ବାବା ହଁ ଆଜି ପୁରା ଏମିତି ଗୋଟେ ଗେଟଅପ୍ ଧରିଲାଣି ଝିଅ ସ୍କୁଲରେ ପୂଜା ହବ ତମେ କ'ଣ ସ୍କୁଲ ଯିବ ନା କୁଆଡ଼େ ଯିବ ତମେ ପୁରା ସଜ ହେଇଗଲାଣି ସ୍କୁଲ ଯିବ ଜଲ୍ଦି ଜଲ୍ଦି ଯିବ ମା ସରସ୍ୱତୀ ଆସିକି ପୁରା ନହେଲେ ପଳେଇବେ ବିଦ୍ୟା ଦେବେନି ତମକୁ ବୁଝିଲ ନା ସବୁବେଳେ ବିଦ୍ୟା ଦେବେ ମାନେ ହଁ ମୋ ମା ହଁ ମାନେ ସେ ବ୍ୟବସ୍ଥାଟା କରିଛନ୍ତି ଯେମିତି ତମକୁ ବିଦ୍ୟା ଦେଇକି ଯିବେ ଆମେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲୁ ଏମିତି ଗୋଟେ ଗୋଟେ ପ୍ୟାକେଟ୍ କରିଦେଉଥିଲୁ ତା ଭିତରେ ଆମର ସବୁ ବହି ଏଇଟା ମୁଁ ଗୋଟେ ଜରିରେ କରିଦେଇଛି କିନ୍ତୁ ଆରଥର କରିଥିନି ପେପରରେ କରାହେଇଥିଲା କ'ଣ ଏଇଟା ବେକରେ ପିନ୍ଧିବ ଏଇଟା ପିନ୍ଧ ନା ସେଇଟା ପିନ୍ଧ ଛୋଟ ମାଳିଟା ପକା ଛୋଟ ପିଲା ଛୋଟ ମାଳି ପକେଇକି ଯିବ କୁକୁମା ରେଡ଼ି ହେଇଗଲେଣି ଯିବେ ବୋଲି ସରସ୍ୱତୀ ପୂଜାକୁ ପୁରା ତମର ହଳଦୀ ଗୁଣ୍ଡ ପକାନ୍ତି ନା ମୁଣ୍ଡରେ ହଳଦୀ ଗୁଣ୍ଡ ପକାନ୍ତି ନା ମୁଣ୍ଡରେ ଆମର ହଳଦୀ ଗୁଣ୍ଡ ପଡେ ସେଇ ହଳଦୀ ଗୁଣ୍ଡଟା ମାଙ୍କ ପାଖରେ ରହିକି ପୂଜା ହବ ଗଣେଶ ପୂଜା ସରସ୍ୱତୀ ପୂଜାରେ ଚାଉଳ ଛାଟନ୍ତି ସେଇଟା ଲାଷ୍ଟ ହଉଛି ନା ସବୁ ସରିଲା ପରେ ଘିଅ ପୋଡନ୍ତି ନା ଏ ଛୋଟ ଛୁଆ ଯାଇକି ପୋଡନ୍ତି ନା ଆମେ ଯାଉ ଘିଅ ପୋଡିଲେ ଆମେ 50 ପଇସା ଦେଇକି ଘିଅ ପୋଡିବୁ 50 ପଇସା ଲେଖାଏଁ ଦେଇକି ଆମେ ଘିଅ ପୋଡ଼ି ଦଉ ସେଇଥିରେ ସବୁ ଛୁଆଙ୍କୁ ଡାକି ଦେଇଛନ୍ତି ଆବାକସ ପିଲାମାନଙ୍କୁ ଆଉ ଟ୍ୟୁସନ ପିଲାଙ୍କୁ ସମସ୍ତେ ଆସିବେ ହଉ ତମେ ମୁଣ୍ଡ ଫୁଣ୍ଡ କୁଣ୍ଡେଇକି ପୁରା ରେଡ଼ି ହେଇଯାଅ ଆଉ ଯାଇକି ପୁଣି ସବୁ ପିଲା ପଳେଇ ଆସିବେଣି ସ୍କୁଲରେ ନହେଲେ ହେଲା ତମେ ଜଲ୍ଦି ଜଲ୍ଦି ଯାଇକି ସାଙ୍ଗ ବି ପଳେଇ ଆସିଥିବ ସମସ୍ତେ ମୋ ସାଙ୍ଗ ପଳେଇ ଆସିବେ ଜଲ୍ଦି ଜିଜ୍ଞାସା ଶିକ୍ଷା ଜଲ୍ଦି ପଳେଇ ଆସିଥିବେ ହଉ ତମେ ଯାଇକି ଭଲସେ ପୂଜା କରିକି ପୁଣି ଆସ ହେଲା ଭୋଗ ନେଇକି ଆସିବ ମିନ୍ସକୁ କହିବ ଭୋଗ ଦେବେ ବହୁତ ନୁହେଁ ଅଳ୍ପ ଦେବେ ହଁ ଯାଉ ଅଳ୍ପ ଯେତିକି ଦେବେ ଆଉ କ'ଣ ତମେ କହିବ ନା ଆଉ ମୋ ବାବା କହୁଥିଲେ ଦିଅ ବୋଲି ଆଉ ତମେ କହିବ କି ଠିକ ଅଛି ଚାଲ କ'ଣ ସରିଲାନି ନା ନାଇଁ ତାହେଲେ ତମେ ଗଲା ବେଳକୁ ତାଙ୍କର ପୁଷ୍ପାଞ୍ଜଳି ଦିଆ ସରିଥିବ ସ୍କୁଲରେ ଆଉ ଖାଲି ଭୋଗ ପାଇକି ଆସିବ ଚଞ୍ଚଳ ବାହାର ପିଲାଟି ନହେଲେ ସରିଯିବ ତମର ପୂଜା ଯଦି ସରିଯିବ କ'ଣ କରିବ ତମେ କ'ଣ କ'ଣ ସରିବନି ଜଲ୍ଦି ଜଲ୍ଦି ଯାଅ ୟା ଭିତରେ କ'ଣ ରଖିଛ ପଇସା ନବ ସେଠି ନନାଙ୍କୁ ଦବ ଦକ୍ଷିଣା ଅଛି ଯୋଉ ଥାଳିରେ ପଡୁଥିବ ଦେଇକି ଥାଳିରେ ନା କୋଉଥିରେ ଦିଅନ୍ତି ନା ମଟକାରେ ଥାଳିରେ ଦେଇକି ଠାକୁରଙ୍କୁ ନମ କରିବ ହେଲା ଚାଲ କେତେ ପଇସା ନବ 200 ଟଙ୍କା ତମେ ଏଇ ଯିବ ଠାକୁରଙ୍କ ପୂଜାକୁ ଯିବ 200 ଟଙ୍କା ନେଇ କ'ଣ କରିବ 100 ପଇସା ହଉ ମୁଁ ଗୋଟେ ଦେଇଦେଉଛି ତମକୁ ପଇସା 100 ଆଉ 200ର ମଝାମଝି ଗୋଟେ ଦେଇଦେଉଛି ନେଇକି ଯିବ ସ୍କୁଲ ଫି ହେଇଯିବ ସ୍କୁଲ ଫି କ'ଣ ଏଇନା ହଉ ମୁଁ ଦେଇଦେଉଛି ତମେ ନେଇକି ଯାଅ ଜଲ୍ଦି ଜଲ୍ଦି ଯାଅ କୁକୁମା ଆସିଗଲେଣି ସ୍କୁଲରୁ ତମେ ଦେଖିଆ ଭୋଗ ଆଣିଛ ଦେଖ ନା ପୂଜା କେମିତି ହେଲା ବଢ଼ିଆ ହେଇଛି ହଉ ଆଉ ମନାଇ ଭୋଗ ଆଣିଛ
କି ଭୋଗ ଲୋ ମା ଇଏ? ଏଟା ବୁନ୍ଦି ସେଉ କଦଳୀ ଆପେଲ ଗୁନ୍ଦି ସେଉ ଗୁନ୍ଦି ସେଉ ନଡ଼ିଆ ହୁଁ ଏଇଠି ବଢିଆ ଗୋଟେ ବଢିଆ। ଫାଳ କଟା ହେଇଛି ଚାଲନ୍ତୁ ଭୋଗଟା ବନେଇ ନେବା ପିଟା ଖାଇବା। ହେଇଛି ନଡ଼ିଆଟା ହୁଁ ପିଟା ହେଇଛି ନଡ଼ିଆଟା ପିଠା ହେଇଛି। ଆଉ ତମେ ପୁଷ୍ପାଞ୍ଜଳି ଦେଲ ନା? ହୁଁ ପୁଷ୍ପାଞ୍ଜଳି ଦେଲ ନା? ହଁ ଦେଲି ହୁଁ କଣ ମନ୍ତ୍ର ପଢିଲେ କହିଲ? ଆମେ ଦେଖିନୁ ଖାଲି ଯା ପୁଷ୍ପାଞ୍ଜଳିର ଭଜନ ଗାଇଲେ କଣ ତମେ ପୁଷ୍ପାଞ୍ଜଳି ଦେଇକି ଆଇଲ? ଆଉ ମୋ ନାଇଁ ଟିକେ ଦେଇଦେଲନି? ବାବା ହୁଁ ବାବା ହୁଁ। ମୁଁ ତମ ନେଇକି ଦେଇଛି ହୁଁ ଏଇ ଯୋଉ ଆମେ ବସିଥିଲୁ ଆମକୁ ଛାଡ଼ିଲେନି ମାନେ କଣ ଠାକୁରଙ୍କ ପାଖକୁ ଛାଡ଼ିଲେନି? ନା ଆମକୁ ସେ ଇଏ କରିସାରିକି ତାପରେ ପୂଜା କରିସାରିକି ଡାକିଲେ ଆସ ପୁଷ୍ପାଞ୍ଜଳି ଦବ ପୁଷ୍ପାଞ୍ଜଳି ଗୋଟେ ଦେଇସାରିକି ଆଇଲେ। ବନ୍ଦନା ସରସ୍ୱତୀ ବନ୍ଦନା ପଢିକି ତାପରେ ଦେଇଥିବେ ପୁଷ୍ପାଞ୍ଜଳି। ହୁଁ? ଗୋଟେ ସରସ୍ୱତୀ ବନ୍ଦନା ପଢିଲ ନା? ହୁଁ? ଏ? ସରସ୍ୱତୀ ବନ୍ଦନା ପଢିକି ପୁଷ୍ପାଞ୍ଜଳି ଦେଲ ନା କେମିତି ଦେଲ? ଆମେ ଖାଲି ପକେଇଦେଲୁ ମୁଁ ଭିଡ ଥିଲା ବୋଲି ମୁଁ ଆସିପାରିଲି ଠିକ ଅଛି ଚାଲନ୍ତୁ। ଦେଇଛି ଦେଇଛି ବା କହୁଛି। ଫୁଲ ତମ ହାତ କୋଉଠି ଦେଇ କହୁଛି ବାହୁଛି କଣ ଆରେ ମା ଭିଡ ହେଇଥିଲା ବୋଲି ଯାଇ ହେଲାନି ମାନେ ପାଖକୁ ଯାଇ ପାରିନାହାନ୍ତି କିନ୍ତୁ ଫୁଲ ଧରିକି ଦେଇଛ ତ? ସେତିକି ଢେର ମନରେ ଭକ୍ତି ଥିଲେ ସବୁ କିଛି ସମ୍ଭବ। ପାଖକୁ ଯାଇଥିଲି ପାଖକୁ ଯାଇଥିଲ? ଯାଇଛି ଆଉ ଚାଲ ଭୋଗଟା ବନେଇ ନେବା ଖାଇ ନେବା। ସାଙ୍ଗ ହାଇ ମାରିଲଣି। ଆଜି ରୋଷେଇ କଣ? କିଛି ନୁହଁ ଚିକେନ ମଟନ ହବ हे भगवान हरिनाम कृष्ण जगन्नाथ प्रेमानंद ये हरिनाम कृष्ण जगन्नाथ प्रेमानंद ये क्या हुआ इस बच्चे तो देखो कौन आज सरस्वती पूजा माँ तुम्हें ये सब तुंडर केमिति धरुच ठीक अच्छे आज आम गोटे भेज रे कौन हम चलतु ए भोगटा खाई नवा चल आमर ए बनी डालमा डालेमा एपटे भात रेडी हो डालमा को भात आज माड जोरदार हम जेहेतु आज गोटे भेज डे तेणु आम आज खाइबा डालमाटा एत जोर फुटाऊ तो अलरेडी तो बनी जेटा टिके जो डालमा पाउडर टा मारली तो डालमा पाउडर टा भी मारली तो फुटाउची आउ एठी कुकुमा तांकर चलै जेंति गोटे कोन डांस प्रोग्राम कोन डांस प्रोग्राम चलछि चिरिंग चिरिंग टाटा जलीला चिरिंग चिरिंग राती टा जलीला चिरिंग चिरिंग रातीटा जळिला टाटा जलीला घियो घियो पके बसितरे बाबा बाबा देखो चिरिंग चिरिंग टाटा जलीला छोरी सगा पकेला छुंक देबा शुक्ला लंका सोरिष हां सेतरे तो तेल देकी करा जाय ना आगो फुटी गले घियोटा पकेम ना सांगे सांगे कोनी माने ये हिजो कोन माने पोड़ी जीवो घियोटा आगे भाजी दो ताको चरचरी फुटी जीवा ना देखो हमर गोटे नुआ प्रकार आज गोटे डालमा छुंक दिया होची डालमा पाउडर ऑलरेडी पड़ी जो बोली बासना खाली महकिलानी मंदिर मंदिर डालमा এটা ମୁଁ ଦେଖିନଥିଲି କେବେ ଏମିତି ଛୁଙ୍କ ଦେବାରେ ଏଇଟା ନୂଆ ଷ୍ଟାଇଲର ଛୁଙ୍କ ଆଜି এটা ফুটি জীব না ଘିଅରେ ଦିଆଯିବ ଛୁଙ୍କ ঘিওটাକୁ ଆଗ ଯଦି ପକେଇ ଦେଇଥାନ୍ତି ଘିଅଟା କୁହୁଳି ଯିବ ପୁରା ମାନେ ପୋଡ଼ିଯିବ କହୁଛ? ହଁ ପୋଡ଼ିଯିବ ଦେଖିବା ଏଟା ଫୁଟିବ ହେଇଗଲେ ଫୁଟିଲା ଆଚ୍ଛା ୟା ପରେ ତାକୁ ଘିଅଟା ଦେବ ଘିଅଟା ପକେଇ ଦେବି ତା ଦେହରେ ମୁଁ କାହିଁ ଜାଣିନି ଏଇଟା ଏମିତି ସିଷ୍ଟମଟା ଏଇଟା ବନ୍ଦ କରିଦେବୁ ନା ବନ୍ଦ କରିଦେବି ନା ପୁରା ମିଶିଯିବ ନହେଲେ ପରିବାଟା ଅଲରେଡ଼ି ଅଲରେଡ଼ି ଡାଲମାଟା ହେଇଯାଇଛି ଏଇଟାର ମୁଁ କରେନି କାହିଁକି ପାଣି ପାଣିଟାର ସବୁ ଛିଟିକି ବାହାରି ମୁଗ ଡାଲିର ଡାଲମା ଚାଲନ୍ତୁ ଆମର ସରିଗଲାଣି ଖାଇ ନେବା ଘିଅଟା ଟିକେ ଆଣିଦିଅ ଘିଅଟା ଏଇଟା ଆମ ହାତ ତିଆରି ଘରେ ତିଆରି ହେଇଥିଲା ଘିଅ ପୁରା ବିଶୁଦ୍ଧ ଦେଶୀ ଗାଈ ଘିଅର ଘିଅ ଗାଈ କ୍ଷୀରର ଘିଅକୁ ମୁଁ ଗାଈ ଘିଅର ଘିଅ କହିଦେଉଛି
ଦେଖନ୍ତୁ ଆମର ଗୋଟେ ନୂଆ ଷ୍ଟାଇଲରେ ହେଉଛି। ଆଗେ ସୋରିଷ ପଡ଼ିଲା, ତାପରେ ଲଙ୍କା ପଡ଼ିଲା, ତାପରେ ଘିଅଟା ଲାଷ୍ଟକୁ ଦିଆହେଲା, ସେଥିରେ ଛଙ୍କଟା ହେଇକି ଏଥିରେ ମରାଯିବ। କଣ ପାଇଁ ଦିଆହେଲା କହିଲି ପରା। ତମେ ବା କହିଲ ବା ମାନେ କୁହୁଳି ଯିବ ବୋଲି, ମାନେ ଘିଅଟା ଅତ୍ୟଧିକ ହିଟ୍ ହେଇଯିବ ବୋଲି, ତେଣୁ ସେ ଆଗେ ଦେଇ ଦେଇଛନ୍ତି। ଠିକ୍ ଅଛି, ଆମର ଏବେ ଛଙ୍କ ମରା ହେଇଯିବ। କଢ଼ି ପତ୍ର ପକେଇଲେ ତାର ଗୋଟେ ସ୍ମେଲଟା ଅଲଗା ହେଇଯାଏ। ମନ୍ଦିର ମାନଙ୍କରେ କଢ଼ି ପତ୍ର ପଡ଼େନି, ସେଟା ହେଉଛି ପ୍ଲେନ୍ ଡାଲମା ହୁଏ, ସେଥିପାଇଁ ସେଇଟା ବଢ଼ିଆ ଲାଗେ। ଏବେ ଦେଖନ୍ତୁ ଛୁଙ୍କ ହେଲା, ଢଙ୍କେଇ ଦେଉନ ପଳେଇବ ନା, ବାସ୍ ଛୁଙ୍କ ପକେଇକି ଢଙ୍କେଇ ଦିଆଯାଏ। ଚାଲନ୍ତୁ, ଏବେ ଆମର ଡାଲମା ପ୍ରସ୍ତୁତ ହେଇଗଲା। ଭାତ ଡାଲମା ଟିକେ ଦାବି ଦେବା, ପୁଣି ଦେଖା ହେବ ଆପଣଙ୍କ ସହିତ ଏକ ନୂଆ ଆଣ୍ଡ ଫ୍ରେଶ୍ ବ୍ଲଗ୍ରେ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ, ଜୟ ଜଗନ୍ନାଥ।